ଶ୍ରାବଣ ମାସ 2026 ଏ ଶ୍ରାବଣ ମାସରେ କେମିତି ରହିବ 12ଟି ଯାକ ରାଶିର ରାଶିଫଳ ଆସନ୍ତୁ ଜାଣିବା। କେଉଁ ରାଶିମାନଙ୍କ ପାଇଁ ଏ ଶ୍ରାବଣ ମାସ 2026ଟି ଅତ୍ୟନ୍ତ ଶୁଭକାରୀ ସାବ୍ୟସ୍ତ ହେବ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ଶ୍ରାବଣ ମାସ ଅତି ପବିତ୍ର ମାସ। ଯେଉଁମାନେ ମହାଦେବଙ୍କୁ ପୂଜା କରନ୍ତି ନିଶ୍ଚିନ୍ତ ଭାବରେ ସେମାନଙ୍କ ପାଇଁ ଗୋଟେ ବରଦାନର ମାସ। ଆପଣମାନେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସରେ ଯଥାସମ୍ଭବ ଚେଷ୍ଟା କରନ୍ତୁ। ମହାଦେବଙ୍କର ବି ବେଶୀ କିଛି ଦରକାର ନାହିଁ, ଖାଲି ଜଳ ଟିକେ ଦରକାର। ତେଣୁ ନିହାତି ଭାବରେ ଭଲ ପାଣି ଟିକେ, ଭଲ ଜାଗାରୁ, ପବିତ୍ର ଜାଗାରୁ ଶୁଦ୍ଧ ଜଳ ଟିକେ ନେଇକି ମହାଦେବଙ୍କୁ ଅର୍ପଣ କରନ୍ତୁ। ନିଜର ମନୋକାମନା କୁହନ୍ତୁ, ନିହାତି ଭାବରେ ଆପଣଙ୍କର ମଙ୍ଗଳ ହେବ। ତେବେ ଆସନ୍ତୁ ଜାଣିବା ଏ ଶ୍ରାବଣ ମାସରେ 12ଟି ଯାକ ରାଶିର ରାଶିଫଳ। କେଉଁ ରାଶିମାନଙ୍କ ପାଇଁ ଭାଗ୍ୟ ଚମକିବ, କେଉଁ ରାଶିମାନଙ୍କ ପାଇଁ ଭଲ ଅଛି, କେଉଁ ରାଶିମାନଙ୍କ ପାଇଁ କ'ଣ ଅଛି, ଆସନ୍ତୁ ଜାଣିବା। ତେବେ ପ୍ରଥମରେ ମେଷ ରାଶି। ଆପଣଙ୍କର ଅଟକି ଯାଇଥିବା ସମସ୍ତ କାମ ପୁରା ହେଇଯିବ ମହାଦେବଙ୍କ କୃପାରୁ। ଯାହା ବି ଆପଣଙ୍କର କାମ ସବୁ ଅଟକିଛି ସେ ସବୁ ପୁରା ହେଇଯିବ। ଯାହା ସମସ୍ୟା, ଅନେକ ଗୁଡ଼ିଏ ସମସ୍ୟାରୁ ଆପଣ ମୁକ୍ତି ପାଇବେ। ତ ଉପାୟ କ'ଣ କରିବେ? ମହାଦେବଙ୍କ ପାଖରେ ଶିବ ମନ୍ଦିରରେ ସୋମବାର ଯେତେବେଳେ ଯାଉଛନ୍ତି ସେ ସମୟରେ ଆପଣ ଲାଲ ଚନ୍ଦନ ଅର୍ପଣ କରନ୍ତୁ ମହାଦେବଙ୍କୁ ଏବଂ ତା ସହିତ ମହୁ ଅର୍ପଣ କରନ୍ତୁ। ନିଶ୍ଚିନ୍ତ ଭାବରେ ଯାହା ସମସ୍ୟା ଅଛି ଜଣାନ୍ତୁ, ସେଥିରୁ ଆପଣଙ୍କୁ ମୁକ୍ତି ମିଳିଯିବ। ପରବର୍ତ୍ତୀ ରାଶି ବୃଷ ରାଶି। ଆର୍ଥିକ ଲାଭ ଆପଣଙ୍କର ହେବ। ଆପଣଙ୍କର ମନସ୍କାମନା ଖୁବ୍ ଶୀଘ୍ର ପୂରଣ ହେବ। ଆପଣ ଯାହା ଚାହୁଁଛନ୍ତି, ଯାହା ବି ସମସ୍ୟା ଥିଲା ସେଥିରେ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଯିବ। ଉପାୟ କ'ଣ କରିବେ? ନା ଧଳା ଫୁଲ ମହାଦେବଙ୍କୁ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ଆପଣଙ୍କର କ୍ୟାରିୟରରେ ଆପଣଙ୍କୁ ନୂଆ ସୁଯୋଗ ମିଳିବ। ନୂଆ ଚାକିରି ଖୋଜୁଛନ୍ତି, ନିଶ୍ଚିନ୍ତ ଭାବରେ ଚାକିରି ମିଳିବ। ବ୍ୟବସାୟରେ ମଧ୍ୟ ଲାଭର ଆଶା ଅଧିକ। ଉପାୟ କ'ଣ କରିବେ? ମହାଦେବଙ୍କୁ ଶିବଲିଙ୍ଗରେ ଆପଣମାନେ ଆଖୁ ରସ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି କର୍କଟ ରାଶି। ଆପଣଙ୍କୁ ମାନସିକ ଶାନ୍ତି ପ୍ରାପ୍ତ ହେବ। ଆପଣଙ୍କ ଜୀବନରେ ଆପଣ ଉନ୍ନତି ପ୍ରାପ୍ତ କରିବେ। କୌଣସି ପ୍ରକାରର ଜାଗା, ଗାଡ଼ି ଏସବୁ ମଧ୍ୟ କିଣି ପାରନ୍ତି। ବାହନ ସୁଖ ଲାଭ ହେବ। ଉପାୟ କ'ଣ କରିବେ? କଞ୍ଚା କ୍ଷୀର ଆପଣମାନେ ମହାଦେବଙ୍କୁ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ସିଂହ ରାଶି। ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କର ସହଯୋଗ ଆପଣଙ୍କୁ ମିଳିବ। ଆପଣଙ୍କର ଯାହା ବି ପ୍ରୋବ୍ଲେମ୍ ଥିଲା ଉପରିସ୍ଥ କର୍ମଚାରୀଙ୍କ ସହାୟତାରେ ଆପଣଙ୍କର ସେସବୁର ସମାଧାନ ହେଇଯିବ। ଆପଣଙ୍କର ବ୍ୟବସାୟରେ ମଧ୍ୟ ଅଟକି ଥିବା କାମ ଆପଣଙ୍କର ସୁରୁଖୁରୁରେ ହେଇଯିବ। ହୁଏତ ନୂଆ ଜାଗା ଆପଣମାନେ କିଣିପାରନ୍ତି। ସମସ୍ୟାରୁ ମୁକ୍ତି ପାଇଁ କ'ଣ କରିବେ? ନା ଲାଲ ଫୁଲ ଆପଣ ମହାଦେବଙ୍କୁ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି କନ୍ୟା ରାଶି। ବ୍ୟବସାୟରେ ଆପଣଙ୍କୁ ସଫଳତା, ଆପଣଙ୍କ ଜୀବନରେ ଆର୍ଥିକ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। ଧନର ସମସ୍ୟା ଆପଣଙ୍କର ଦୂର ହେବ, ଭଲ ଇନକମ୍ ହେବ। ତେବେ ଅନେକ ଯାହା ବି ସମସ୍ୟା ଅଛି ସେଥିରୁ ମୁକ୍ତି ପାଇଁ ଆପଣ କ'ଣ କରିବେ? ଉପାୟ ଗଞ୍ଜେଇ ପତ୍ର ବା ଭାଙ୍ଗ ଆପଣମାନେ ମହାଦେବଙ୍କୁ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ତୁଳା ରାଶି। ତୁଳା ରାଶିରେ ଆପଣଙ୍କର ଯାହା ବି ସମସ୍ୟା ଥିଲା ସେସବୁ ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ହେବ। ଆପଣଙ୍କର ସମ୍ପର୍କରେ ଯେଉଁ ତିକ୍ତତା ଥିଲା ସେଥିରୁ ମଧ୍ୟ ଆପଣଙ୍କର ସେସବୁ ସମସ୍ୟାର ସମାଧାନ ହେଇଯିବ। ଯାହା ବି ଆପଣଙ୍କର କଳିଝଗଡ଼ା ସମସ୍ୟାର ଯେଉଁ ସମାଧାନ, ଆପଣ ଯେଉଁ କଳିଝଗଡ଼ାର ସମ୍ମୁଖୀନ ହେଉଥିଲେ, ଜମିବାଡ଼ି ବିବାଦ ଏସବୁର ଯେଉଁ ସମସ୍ୟା ଥିଲା, ଆପଣଙ୍କର ପୈତୃକ ସମ୍ପତ୍ତିକୁ ନେଇ ଯେଉଁ ବିବାଦ ଥିଲା ସେସବୁର ସମାଧାନ ହୋଇଯିବ। ତେବେ ସମସ୍ୟାର ମୁକ୍ତି ପାଇଁ ଆପଣମାନେ ଉପାୟ କ'ଣ କରିପାରିବେ? ନା ମହାଦେବଙ୍କୁ ଅତର ଅର୍ପଣ କରନ୍ତୁ ଏବଂ ଦହି ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ହେଉଛି ବିଛା ରାଶି। ଆପଣଙ୍କର ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ଆପଣଙ୍କ ଭିତରେ ଗୋଟେ ସେଲ୍ଫ କନଫିଡେନ୍ସ ଆପଣଙ୍କର ଆସିବ। ଯାହା ବି ଆପଣଙ୍କର ସମସ୍ୟା ଅଛି, ଆପଣଙ୍କର କାର୍ଯ୍ୟଦକ୍ଷତା ଯୋଗୁଁ ସେସବୁ ସମସ୍ୟାର ସମାଧାନ ହେଇଯିବ। ଚାକିରି କ୍ଷେତ୍ରରେ ମଧ୍ୟ ନୂଆ ଚାକିରି ଯେଉଁମାନେ ଖୋଜୁଛନ୍ତି ସେମାନଙ୍କୁ ମଧ୍ୟ ନୂଆ ଚାକିରି ମିଳିଯାଇପାରେ ଏବଂ ବ୍ୟବସାୟ କଥା ଯଦି ଦେଖିବା, ବ୍ୟବସାୟରେ ମଧ୍ୟ ଆଶାନୁରୂପ ସଫଳତା ଆପଣଙ୍କୁ ପ୍ରାପ୍ତ ହେବ। ତେବେ ଉପାୟ ଆପଣମାନେ କ'ଣ କରିବେ? ନା ଲାଲ କୁଙ୍କୁମ ଅର୍ପଣ କରନ୍ତୁ ମହାଦେବଙ୍କୁ ଏବଂ ତା ସହିତ ଗଙ୍ଗା ଜଳ ମହାଦେବଙ୍କୁ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ଧନୁ ରାଶି। ଆପଣଙ୍କର ଆଧ୍ୟାତ୍ମିକତାର ଉଦୟ ହେବ। ମାନେ ଆପଣ ପୂଜା କରିବା ପାଇଁ ଅଧିକା ମନ ବଳେଇବେ, ଖାସ୍ କରିକି ଏ ମାସରେ। ଆଉ ଏ ମାସରେ ଆପଣ ଯାହା ବି ପୂଜା କରିବେ, ଅନୁଷ୍ଠାନ କରିବେ, କୋଉଠି ଅନ୍ନଦାନ କରିବେ, କିଛି ବି ଦାନ କରିବେ, ନିଶ୍ଚିନ୍ତ ଭାବରେ ତାର ସୁଫଳ ଆପଣଙ୍କ ଭାଗ୍ୟରେ ଆପଣଙ୍କୁ ପ୍ରାପ୍ତ ହେବ। ଆଜି ଯାହା ଆପଣ ଦାନ କରୁଛନ୍ତି ନିଶ୍ଚିନ୍ତ ଭାବରେ ଆସନ୍ତାକାଲି ତାହା ଆପଣଙ୍କୁ
ମଧ୍ୟ ପ୍ରାପ୍ତ ହେବ। ତ ଜାଣି ରଖନ୍ତୁ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ଅଛି, ଯେଉଁ ଭାତୃ ବିବାଦ ଅଛି, ଯେଉଁ ପିତୃମାତୃଙ୍କ ସହିତ ଯେଉଁ ବିବାଦ ଅଛି, ଅନେକ ପ୍ରକାରର ବିବାଦର ସମାଧାନ ଏ ମାସରେ ଆପଣଙ୍କର ହେବ ମହାଦେବଙ୍କ କୃପାରୁ। ତେବେ ନିଶ୍ଚିନ୍ତ ଭାବରେ ଆପଣ କିଛି ନା କିଛି ଦାନ କରନ୍ତୁ ଏ ମାସ। ଉପାୟ କ'ଣ କରିବେ ନା ହଳଦିଆ ଯେଉଁ ଆମର କନିଅର ଫୁଲ ଆପଣମାନେ ମହାଦେବଙ୍କୁ ଚଢ଼ାନ୍ତୁ। ଯାହା ବି ସମସ୍ୟା ଅଛି ଆପଣଙ୍କର ସେଥିରୁ ଆପଣଙ୍କୁ ମୁକ୍ତି ମିଳିଯିବ। ପରବର୍ତ୍ତୀ ରାଶି ମକର ରାଶି। ପୁରୁଣା ବିବାଦ, ପୁରୁଣା ରୋଗ, ପୁରୁଣା କଷ୍ଟ ଆପଣଙ୍କର ଦୂର ହେବ। ଉପାୟ କ'ଣ କରିବେ ନା କଳା ରାଶି ଜଳରେ ମିଶେଇକି ଆପଣମାନେ ମହାଦେବଙ୍କୁ ଅର୍ପଣ କରନ୍ତୁ ଶିବଲିଙ୍ଗରେ, ସମସ୍ୟାର ସମାଧାନ ହେଇଯିବ। ପରବର୍ତ୍ତୀ ରାଶି ହେଉଛି କୁମ୍ଭ ରାଶି। ଅନେକ ପ୍ରକାରର ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଉପାୟ କ'ଣ କରିବେ ନା ଶମୀପତ୍ର ମହାଦେବଙ୍କୁ ଜଳ ସହିତ ଅର୍ପଣ କରନ୍ତୁ। ଉପାୟ କଲେ ଆପଣଙ୍କର ଆର୍ଥିକ ସ୍ଥିତି, ଆର୍ଥିକ ପକ୍ଷ ମଜବୁତ ହେବ। ପରବର୍ତ୍ତୀ ରାଶି ମୀନ ରାଶି। ଆପଣଙ୍କୁ ଭ୍ରମଣ ସୁଖ ମିଳିବ, ଦୂରସ୍ଥାନକୁ ଯାତ୍ରା କରିବେ, ଛୋଟ ମୋଟ ସମସ୍ୟାରେ ପଡ଼ିପାରନ୍ତି, ଖାସ କରିକି କୌଣସି ନା କୌଣସି ରୋଗ ସମସ୍ୟାରେ ପୀଡ଼ିତ ହୋଇପାରନ୍ତି, କିନ୍ତୁ ଆପଣଙ୍କୁ ସୁଖ ଏବଂ ଶାନ୍ତି ପ୍ରାପ୍ତ ହେବ। ତ ଜୀବନରେ ଯାହା ବି ସମସ୍ୟା ଅଛି ସେ ସମସ୍ୟାରୁ ମୁକ୍ତି ପାଇଁ ଆପଣମାନେ କ'ଣ କରିବେ ଉପାୟ, କେଶରଯୁକ୍ତ ଜଳ, କେଶରଯୁକ୍ତ ଗଙ୍ଗା ଜଳ ଆପଣ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଏହା ଆପଣଙ୍କ ପାଇଁ ସୌଭାଗ୍ୟଶାଳୀ ସାବ୍ୟସ୍ତ ହେବ। ତେବେ ଏ ଥିଲା 12ଟି ଯାକ ରାଶିର ରାଶିଫଳ, ତା ସହିତ କିଛି ଉପାୟ ଯାହାକି ଆପଣମାନେ ଯଦି କରିବେ ନିଶ୍ଚିନ୍ତ ଭାବରେ ଆପଣଙ୍କର ଭାଗ୍ୟ ବୃଦ୍ଧି ହେବ। ମହାଦେବଙ୍କର କୃପା, କରୁଣା, କଲ୍ୟାଣ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ମିଳିବ। ତେବେ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।